ଆଜିଠାରୁ ମୟୂରଭଞ୍ଜ ଜିଲ୍ଲାରେ ପକ୍ଷୀ ଗଣନା ଆରମ୍ଭ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ସଂଲଗ୍ନରେ ଥିବା ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଆଦି ତିନିଟି ବନଖଣ୍ଡର ଆର୍ଦ୍ରଭୂମିରେ ପକ୍ଷୀ ଗଣନା ଶନିବାରଠାରୁ ଆରମ୍ଭ ହୋଇଛି। ଶୀତ ଋତୁରେ ଅଧିକ ଥଣ୍ଡା କାରଣ ଯୋଗୁଁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ସୁଦୂର ସାଇବେରିଆ ଆଡ଼ୁ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ମୟୂରଭଞ୍ଜକୁ ଖାଦ୍ୟ ଅନ୍ୱେଷଣରେ ଉଡ଼ି ଆସିଥାନ୍ତି ଅନେକ ପକ୍ଷୀ। ବିଦେଶରୁ ଆସୁଥିବା ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ତଦନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ବନଖଣ୍ଡର ଦେଉଳିର ଜମ୍ଭିରା, ବଡ଼ଜୋଡ଼, ପାଉଁଶିଆ, ହଳଦିଆ, କାଳ, ସନ, ନେସା, ବାଙ୍କବଳ ଓ ସୁଲେଇପାଟର ଖଡ଼ଖାଇ ବନ୍ଧ ସମେତ 100ରୁ ଊର୍ଦ୍ଧ୍ୱ ଜଳାଶୟ ଏବଂ ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ଆଜି ସକାଳୁ ପକ୍ଷୀ ଚିହ୍ନଟ ଓ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀ ଗଣନା କାର୍ଯ୍ୟକ୍ରମରେ 3 ବନଖଣ୍ଡ ଅଧିକାରୀ, ରେଞ୍ଜ ଅଧିକାରୀ, ବନପାଳ ଗାର୍ଡ ଓ ଗବେଷକମାନେ ମଧ୍ୟ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି। ତେବେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ଗଣନାରେ ସାମିଲ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମଟି ସକାଳ 6ଟାରୁ ଦିନ 11ଟା ଯାଏଁ ଅନୁଷ୍ଠିତ ହୋଇଥିଲା। ପଞ୍ଚମ ମୁଁ ଡ୍ୟାମ୍କୁ ଆସିଥିଲି ଆଉ ବହୁତ କିଛି ନୂଆ ନୂଆ ପକ୍ଷୀ ଦେଖିଲି ମୁଁ ଆଉ ବହୁତ ଖୁସି ଲାଗୁଛି ମୋତେ। ସାର୍ ମାନେ ଆସି ମୋତେ ଶିଖାଇ ଦେଲେ ମୁଁ ବହୁତ ଖୁସି ଲାଗୁଛି। ପ୍ରତିବର୍ଷ ଭଳି ବାରିପଦା ଡିଭିଜନରେ ଏ ବର୍ଷ ଆମର ମିଡ୍ ୱିଣ୍ଟର ୱାଟରଫଲ୍ ସେନ୍ସସ୍ ପ୍ରୋଗ୍ରାମ ଆରମ୍ଭ ହୋଇଯାଇଛି। ଆଜି ସକାଳ 6ଟାରୁ ଗଣତି ଆରମ୍ଭ ହୋଇଛି। ବାରିପଦା ଡିଭିଜନର ସମଗ୍ର ଅଞ୍ଚଳକୁ ଆମେ 44ଟା ୟୁନିଟ୍ରେ ଭାଗ କରିଛୁ। 44ଟା ସାଇଟ୍ରେ ଆମର ଏକାଥରକେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ 6ଟାରୁ 11ଟା ପର୍ଯ୍ୟନ୍ତ ଜାରି ରହିବ। ଆଉ ପକ୍ଷୀର ସମାଗମ ଆମେ ଅଲରେଡ଼ି ଡାଇରେକ୍ଟ ସାଇଟ୍ ମେଥଡ଼ରେ ବର୍ତ୍ତମାନ ଆମେ ଦେଖୁଛୁ ଏବଂ ନିଜ ଆଖିରେ ଦେଖିକି ଗଣତି ଆରମ୍ଭ ହୋଇଛି। ଆଉ ବର୍ତ୍ତମାନ ଆମ ପ୍ରତ୍ୟେକ ୟୁନିଟ୍ରେ 5 ଜଣ ଲେଖାଏଁ ଆମର ଷ୍ଟାଫ୍ ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ 3 ଜଣ ଫରେଷ୍ଟ ଷ୍ଟାଫ୍, ଆଉ ଜଣେ ଅର୍ନିଥୋଲୋଜିଷ୍ଟ, ଆଉ ଗୋଟେ NGO ମଧ୍ୟ ଏବଂ ପ୍ରେସ୍ ମିଡ଼ିଆ ଭାଇମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ଏଥର। ବାରିପଦା ଡିଭିଜନରେ ମେଜର ୱାଟର ବଡ଼ିଜ ଆମର ଜମ୍ଭିରା ଡ୍ୟାମ୍ରେ ବର୍ତ୍ତମାନ ଆମେ ଉପସ୍ଥିତ ଅଛୁ। ଦେଉଳି ରେଞ୍ଜ ଅନ୍ତର୍ଗତ ଜମ୍ଭିରା ଡ୍ୟାମ୍ରେ ଆମେ ବର୍ତ୍ତମାନ ସାଇଟିଂରେ ଆମେ ଅଛେ। ତାପରେ ହଳଦିଆ ଡ୍ୟାମ୍, କାଳୁ ଡ୍ୟାମ୍, ସୋନ ଡ୍ୟାମ୍, ବଡ଼ଜୋଡ଼ ଡ୍ୟାମ୍, ବହୁତ ବଡ଼ ବଡ଼ ୱାଟର ବଡ଼ିଜ ଅଛି ଯେଉଁଥିରେ କି ପକ୍ଷୀ ପ୍ରାୟ ସମାଗମ ହୋଇଥାନ୍ତି। ଆଉ ଏ ବର୍ଷ ଆମେ ଲକ୍ଷ୍ୟ କରୁଛୁ ଯଦିଓ କୁହୁଡ଼ିର ଟିକେ ମାତ୍ରା ଅଧିକା ଥିବା ହେତୁ ବୋଧେ ଟିକେ ବିଳମ୍ବରେ ପକ୍ଷୀ ଆସିପାରନ୍ତି। ଆଉ ଆମେ ବର୍ତ୍ତମାନ ଯାହା ଅନୁଧ୍ୟାନ କରିଛୁ ଯେ ଲେସର ହୁଇସିଲିଂ ଡକ୍ ଅଧିକା ସଂଖ୍ୟାରେ ଅଛନ୍ତି। ତାପରେ ଆମର କିଛି ପୋଚାଡ଼, ଟଫ୍ଟେଡ୍ ପୋଚାଡ଼ ମଧ୍ୟ ଆମେ ସକାଳୁ ମାନେ ଦେଖିଛେ। ତାପରେ ଲିଟିଲ୍ କର୍ମୋରେଣ୍ଟ ଆଣ୍ଡ ଗ୍ରେଟର କର୍ମୋରେଣ୍ଟ ଏ ଦୁଇଟା ମଧ୍ୟ ଦେଖାହେଇଛି। କିଙ୍ଗଫିସର ଆଉ କମନ୍ ବ୍ଲାକ୍ ଡ୍ରଙ୍ଗୋ, କିଙ୍ଗଫିସର ଏବଂ ଇଗ୍ରେଟ୍ସ ଏଗୁଡ଼ାକ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅବଜର୍ଭ କରିଛେ। ଆହୁରି ପକ୍ଷୀ ଗଣନା ଜାରି ରହିବ। ଏ ବର୍ଷ ଯେତେ ମାନେ ପାଣିର ମଧ୍ୟ ଭଲ ଅଞ୍ଚଳ ରହିଛି, ନିଶ୍ଚୟ ଆମେ ଆଶା କରୁଛୁ ପକ୍ଷୀର ସମାଗମ ଅଧିକା ରହିବ। କେତେ ଦିନ ଧରି ଚାଲିବ ଏଇଟା? ଆଜି ଗୋଟେ ଦିନ ସମସ୍ତ ଡିଭିଜନରେ ଏକା ସମୟରେ ଏଇଟା ହେଉଛି।